ଦିନେ ନେଉଳ ଗାଣ୍ଡୁରାମ ଘରକୁ ଗଲା ଆଉ କବାଟ ନକ୍ କରିବା ପରେ ଗାଣ୍ଡୁରାମ କବାଟ ଖୋଲିଲା ନାହିଁ। ନେଉଳ ଝରକା ପଟେ ଦେଖିଲା ଗାଣ୍ଡୁରାମର ଲାଶ ପଡ଼ିଛି। ନେଉଳ ଶୀଘ୍ର ପୋଲିସକୁ ଫୋନ୍ କଲା ଆଉ ପୋଲିସ ସେଠାରେ ଆସି ପହଞ୍ଚିଗଲା। ପୋଲିସ ଦେଖିଲା ଗାଣ୍ଡୁରାମ କବାଟ ପାଖରେ 3ଟି କ୍ଷୀର ବୋତଲ ଆଉ ଗୋଟିଏ ଖବରକାଗଜ ପଡ଼ିଛି। ଯେମିତି ପୋଲିସ ଦେଖିଲା, ପୋଲିସ ଜାଣିପାରିଲା ଗାଣ୍ଡୁରାମର ମର୍ଡର କିଏ କରିଛି। ବନ୍ଧୁଗଣ, ଆପଣ ଜାଣିଛନ୍ତି ଗାଣ୍ଡୁରାମର ମର୍ଡର କିଏ କରିଛି? ଯଦି ଜାଣିଛନ୍ତି କମେଣ୍ଟ କରି ଆପଣଙ୍କ ମତାମତ ଦିଅନ୍ତୁ। ବନ୍ଧୁଗଣ, ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଥାଏ ଭିଡ଼ିଓଟିକୁ ଲାଇକ୍ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ବନ୍ଧୁଗଣ, ଆସନ୍ତୁ ଜାଣିବା ଗାଣ୍ଡୁରାମର ମର୍ଡର କିଏ କରିଛି। ବନ୍ଧୁଗଣ, ଗାଣ୍ଡୁରାମର ମର୍ଡର ନ୍ୟୁଜ୍ ପେପର ବାଲା କରିଛି। କାରଣ ବନ୍ଧୁଗଣ, ଏଠାରେ ଦେଖନ୍ତୁ 3ଟି କ୍ଷୀର ବୋତଲ ଅଛି, କିନ୍ତୁ ଖବରକାଗଜ ଗୋଟିଏ ଦିନର ଅଛି। ଏହାର ଅର୍ଥ ଖବରକାଗଜ ବାଲା ଜାଣିନାହିଁ ଯେ ଗାଣ୍ଡୁରାମର ମର୍ଡର ହୋଇଛି, ସେଥିପାଇଁ ସେ 2 ଦିନର ଖବରକାଗଜ ଦେଇନାହିଁ। ସେ ହିଁ ନିଜେ ଗାଣ୍ଡୁରାମକୁ ମର୍ଡର କରିଛି।